ନବୀନ ବାବୁ କହୁଛନ୍ତି ମୁଁ ନେବି ନାହିଁ। ଯେତେବେଳେ ଆସେମ୍ବଲିରେ ଆଲୋଚନା ଏସବୁ ହେଲେ ତାଙ୍କରି ଲୋକ ତ ସର୍ବଦଳ ବୈଠକ ବସିଲା, ସେଥିରେ ବିଜେଡି କଂଗ୍ରେସ ବିଜେପି ସବୁ ଦଳ ଲୋକ କମ୍ୟୁନିଷ୍ଟ ସବୁ ବସିଲେ, ସମସ୍ତଙ୍କର ଗୋଟିଏ ଦାବି ଯେ ଆମ ଦରମା ବଢ଼ାଯାଉ। ସେତେବେଳେ ନବୀନ ବାବୁ ବିରୋଧ କଲେନି, ତାଙ୍କ ଲୋକଙ୍କୁ ଛାଡ଼ିଦେଲେ କାହିଁକି ଆଗେ ଦରମା ମାଗିବା ପାଇଁ। ଯେଉଁ ଦାବି ଜଣେଇଲେ ସେତେବେଳେ ମନା କରିଥିଲେ ଆମ ଦରକାର ନାହିଁ, ଆମେ ଦାନୀ ଲୋକ, ଆମେ ନେବାନି, ଆମେ ଦେବା। ତାଙ୍କ ବିଧାୟକଙ୍କୁ ଦେଇଦେଉନା ମାସକୁ 3-3 ଲକ୍ଷ ଟଙ୍କା ନିଜେ, ତାଙ୍କ ତ ବହୁତ ପଇସା ଅଛି। ପହନ ଟିଭିରେ କିଏ ଗୋଟେ କହୁଥିଲା ଯେ ନବୀନ ବାବୁ ବହୁତ ବଡ଼ ଲୋକ, ସେଥିରୁ ପ୍ରତି ମାସରେ 3-3 ଲକ୍ଷ ଟଙ୍କା ଦେଇଦିଅନ୍ତୁ ତାଙ୍କ ଏମ୍ଏଲ୍ଏ ମାନଙ୍କୁ। ଏଇଠୁ ତମେ ସିଆଡ଼େ ଦାବି କରୁଛ ଆମକୁ ଦରମା ଦିଅ, ଦରମା ସରକାର ଦେଲା ପରେ କହୁଛ ନା ଆମେ ନେବୁନି, ମୁଁ ନେବିନି ମାନେ କ'ଣ? ଆପଣ ବିରୋଧୀ ଦଳର ନେତା, ଆପଣ ଯାହା କହିବେ ଆପଣ ଦଳ ପାଇଁ କହିବେ। ଆପଣ ମୁଁ ବୋଲି ବ୍ୟକ୍ତି କ'ଣ ଏଠି? ବ୍ୟକ୍ତି ତ କିଛି ବିଜୁ ଜନତାର ଆପଣ ହେଲେ ସଭାପତି, ବିଜୁ ଜନତା ଆସେମ୍ବଲିରେ ଆପଣ ହେଲେ ବିରୋଧୀ ଦଳ ନେତା। ଆପଣ ଯାହା କହୁଛନ୍ତି ଗୋଟେ ଦଳ କହୁଛି, ଦଳ ମାନେ ମୁଁ ନେବିନି ମାନେ କ'ଣ? କହିଲେ ଆମେ ନେବୁନି। ଆପଣ ଯେଉଁ 51 ଜଣ ଏମ୍ଏଲ୍ଏ ହେଲେ କହିଥାନ୍ତେ ମୋର 51 ଜଣ ଏମ୍ଏଲ୍ଏ କେହି ନେବେନି। ତାଙ୍କ ଚାପରେ କିଛି ନାହିଁ। ଆମର ଯେତେବେଳେ ମିଡ଼ିଆ ବାଲା ଅନ୍ୟାନ୍ୟ ସାଧାରଣ ଲୋକ ସୋସିଆଲ ମିଡ଼ିଆରେ ଚାଲିଲା, ଆମ ଦଳର ବିଧାୟକ ଦଳ ବୈଠକ ବସି ଆମେ ଆଲୋଚନା କରିଛୁ। ଆମେ କାହା ଚାପରେ କାହିଁ ବସୁଛୁ? ସେ କ'ଣ ଆମର ନେତା ନା ଆମର ଆମ ଦଳର କାର୍ଯ୍ୟକର୍ତ୍ତା ନା କ'ଣ? ଆମେ ତାଙ୍କ ଚାପରେ କାହିଁ ପଡ଼ିବୁ? ସାଧାରଣ ଲୋକଙ୍କର ଯେଉଁ ମାନସିକତା, ତେଣୁ ସାଧାରଣ ଲୋକଙ୍କ ମାନସିକତା ଆମେ ସମ୍ମାନ ଦେଇ ଆମେ ନିଷ୍ପତ୍ତି ନେଇଛୁ।